ନାଇଁ ସେମିତି ତ ସେ ମାୟାବିନୀ ଯାହାଙ୍କ କଥା ମୁଁ କହୁଛି ଏଠି ଅବଶ୍ୟ ଆପଣ କହୁଥିଲେ ଯେ ମାନସିକ ଯନ୍ତ୍ରଣାର ଏତେ ଶେଷ ସୀମା ହେଇଗଲା ଯେ ନାଇଁ ଜୀବନ ହାରିଦେବାକୁ କିଛି ସମୟରେ ବି ଆପଣଙ୍କୁ ଚିନ୍ତା କରିବାକୁ ଆପଣ ବସିଲେ ଏବଂ ଧନ୍ୟ କହିବି ଆପଣଙ୍କୁ ବା ଯୋଉ ସମୟରେ ଆପଣ ତାକୁ ସେ ସମୟଟାକୁ ପାସ୍ କରିକି ପଳେଇ ଆସିଛନ୍ତି। ତେବେ କଥା ହେଲା ଆପଣ ଭେଟିଲେ, ପ୍ରେମ ହେଲା, ଘରକୁ ସିଏ ଗଲେ, ଘରେ କଥାବାର୍ତ୍ତା ହେଲେ ଏବଂ ବାପା ମା ମାନେ ବି କହିଲେ ଯେ ହଁ ଏ ଝିଅ ଆମ ଘରକୁ ବୋହୂ ହେଇକି ଆସିବ। ବୋହୂ ହେଲା ପରେ ମଧ୍ୟ ଆପଣ ଆପଣଙ୍କ ମାଙ୍କୁ ନେଇକି ଥାନାକୁ ଗଲେ, କ'ଣ ହେଇଥିଲା ସେ ଘଟଣା? ଦେଖନ୍ତୁ ଘଟଣା ହେଲା ଏହା କି ଯେତେବେଳେ ଆପଣ ଯେତେବେଳେ ଗୋଟେ ପରସ୍ପରକୁ ପ୍ରେମରେ ପଡ଼ନ୍ତି କି ପରସ୍ପର ସହିତ ଜାଣିବା ପାଇଁ ଜାଣନ୍ତି, ସେତେବେଳେ କ'ଣ ହୁଏ ନା ସେ ଟାଇମ୍ରେ ଆପଣ ବହୁତ ଟାଇମ୍ ସ୍ପେଣ୍ଡ କରନ୍ତି, ଆପଣ ବୁଝିପାରୁଛନ୍ତି। ଦେନ୍ 2 ବର୍ଷ 2.5 ବର୍ଷ ପାଖାପାଖି ଭଲ ଚାଲିଲା। ସିଏ ମୋ ଘରକୁ ଯିବା ଆସିବା କରନ୍ତି, ମୋର ପ୍ରତିଟି ଅକେଜନରେ ସିଏ ରୁହନ୍ତି। ମୋ ମାମୁଁ ମାଇଁ ମୋ କକା ଖୁଡ଼ି ସବୁ ଜାଣିଥିଲେ ଯେ ଏଇ ଝିଅଟିକୁ ଆମର ମ୍ୟାରେଜ୍ ହେବ ବୋଲି, ବୁଝିପାରୁଛନ୍ତି। ଯେହେତୁ ମୋ ବଂଶରେ ମୁଁ ହେଉଛି ସବୁଠୁ ବଡ଼, ବୁଝିପାରୁଛନ୍ତି। ତ ମୋ ପରେ ସବୁ ଆହୁରି ଭାଇମାନେ ସବୁ ଅଛନ୍ତି ଯିଏକି ମ୍ୟାରେଜ୍ କରିବା ପାଇଁ, ମାନେ ମୋର ବାହାଘର ହେଲେ ଆପଣ ଜାଣିଥିବେ ସାଧାରଣତଃ ଫ୍ୟାମିଲି କ'ଣ ହୁଏ। ଆଜ୍ଞା, ଆପଣ ବିଲିଭ୍ କରିବେନି, ସବୁ ଅକେଜନରେ ସବୁ ଇଏରେ ମୋ ଘରେ ସିଏ ରୁହନ୍ତି, ପ୍ରେଜେଣ୍ଟ ରୁହନ୍ତି, ବୁଝିପାରୁଛନ୍ତି। ହଠାତ୍ ହେଲା କ'ଣ, ସିଏ ହେଉଛନ୍ତି ଜଣେ ଆମର ମାଷ୍ଟର କ୍ୟାଣ୍ଟିନ୍ ଗୋଟେ ବ୍ୟାଙ୍କ ଅଛି ମୋର, ତ ମୁଁ ତ କହୁଥିଲି ଆପଣ ଯୋଉଠି ମୋ ଅଫିସରେ ଜବ୍ କଲା ପରେ ଦେନ୍ ତାପରେ ସିଏ ସେଇଠିକି ସୁଇଚ୍ କରିଥିଲେ, ଯେଉଁ ବ୍ୟାଙ୍କରେ ଚାକିରି କରିଥିଲେ ସିଏ ମାଷ୍ଟର କ୍ୟାଣ୍ଟିନ୍, ସେ ବ୍ୟାଙ୍କରେ ଚାକିରି କଲା ପରେ ସିଏ ଥରେ ଯାଇଛନ୍ତି ଜଣଙ୍କର ଆକାଉଣ୍ଟ ଖୋଲିବା ପାଇଁ, ବୁଝିପାରୁଛନ୍ତି। ସେଇ ମଝିରେ ତ ବହୁତ ସାରା ଜିନିଷ ହେଇଛି ଯୋଉଟାକି ଆଗକୁ ଆମେ ଡିସ୍କସନ୍ କରିବା, ବୁଝିପାରିଲେ। ବଟ୍ କାହିଁକି ବିଚ୍ଛେଦଟା କାହିଁକି ହେଲା କାହିଁକିନା ସେ ଯାଇଛନ୍ତି ଜଣଙ୍କର ଆକାଉଣ୍ଟ ଖୋଲିବା ପାଇଁ। ଆଉ ଯେଉଁ ଲୋକଟିର ଆକାଉଣ୍ଟ ଖୋଲିବା ପାଇଁ ଯାଇଥିଲେ ବାଲିଅନ୍ତା ମେଟ୍ରୋ ସାଟେଲାଇଟ୍ ପାଖାପାଖି, ବୁଝିପାରିଲେ। ବାଲିଅନ୍ତାରେ ତାଙ୍କର ଅଫିସ୍ ଥିଲା, ବଟ୍ ସେ ତାଙ୍କ ଅଫିସକୁ ନ ଯାଇ ତାଙ୍କ ଘରକୁ ଯାଇଥିଲେ ତାଙ୍କ ୱାଇଫ୍ର ଆକାଉଣ୍ଟ ଖୋଲିବା ପାଇଁ। ତାଙ୍କ ୱାଇଫ୍ଙ୍କର ଆକାଉଣ୍ଟ ଖୋଲିବା ପରେ ଏଇ ଯେଉଁ ବ୍ୟକ୍ତି ଜଣକ ଅଛନ୍ତି ବାହା ହେଇଥିବା ଲୋକ, ମ୍ୟାରେଡ୍ ଲୋକ, ସିଏ କ'ଣ ତାଙ୍କ ନମ୍ବର